गुरुवार दिन स्थानीय सरस्वती शिशु विद्या मंदिर पारଳାଖାମୁଣ୍ଡି भारतीय भाषा दिवस तथा महाकवि सुब्रमण्यम भारती जन्मदिन पालन हो जाइछि। ए अवसर में मुख्य अतिथि रूपे विद्यालयर परिचालना कमिटीर कोषाध्यक्ष श्रीजुक्त प्रमोद चंद्र पाढ़ी जोग देइथिले। विद्यालयर वरिष्ठ आचार्या श्रीमती संगीता भुक्ता तमिल महाकवि सुब्रमण्यम भारती जीवन चरित्र को आलोकपात करथिले। तत्सहित मुख्य अतिथि महोदय आजिकार दिवसर महत्व संबंध में छात्र छात्री मानक अवगत कराइथिले। आजिकार पवित्र भारतीय भाषा दिवस विद्यालयर छात्र छात्री तथा गुरुजी गुरुमा तेलुगु ओडिया संस्कृत हिंदी आदि भाषा निज निजर विचार रखिथिले। ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତଥା ବିଦ୍ୟାଳୟର ମାତୃଭାଷା ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ପଣ୍ଡିତ ଓ ଆଚାର୍ଯ୍ୟା ଶ୍ରୀମତୀ ଶୈଳେଶ୍ରା ଖଡଗରାୟଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। କାର୍ଯ୍ୟକ୍ରମରେ ଶେଷରେ ହିନ୍ଦୀ ଆଚାର୍ଯ୍ୟା ଶ୍ରୀମତୀ ସୁନିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷାରେ ପ୍ରଚାର ପ୍ରସାର ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁନ୍ଦର ହସ୍ତାକ୍ଷର ଶୁଦ୍ଧ ଲିଖନ ଓଡ଼ିଆ ବ୍ୟାକରଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ କବି ଓ କବୟିତ୍ରୀଙ୍କ ଫଟୋଚିତ୍ର ତଥା ତାଙ୍କରି ରଚିତ ପୁସ୍ତକ ପ୍ରଦର୍ଶନୀ ଓଡ଼ିଆ ଭାଷାରେ ସ୍ୱାକ୍ଷର ଅଭିଯାନ ଶୁଭାରମ୍ଭ ହୋଇଥିଲା। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।